लोकार्पित हेला कोटिया संग्रहालय कंधमाल जिला तुमुडीबंध ब्लॉक अंचल बसवास करुथिबा अनुसूचित जनजाति मानक मध्यरे कुटिया आदिम जनजाति अन्यतम अटे। एमानक जीवन शैलीर परंपरा संस्कृति रे रहिछि समाजकु विभिन्न शिक्षणीय विषय ताहा एबे लोप पाइबाकु मध्य बसिलाणी। तेबे एहा किपरि सुरक्षित रहिबो ଏହା ଉପରେ ପାଦେ ଆଗକୁ ଯାଇ ଏହି ସଂଗ୍ରହାଳୟ କରାଯାଇଛି। ଏହି ସଂଗ୍ରହାଳୟ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜି କନ୍ଧମାଳ ସାଂସଦଙ୍କ ଦ୍ୱାରା ଉଦ୍ଘାଟନ ହୋଇଛି। ଉଚ୍ଚ ବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସୁନୀଲ କୁମାର ପାତ୍ରଙ୍କ ପରିଚାଳନାରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଏହି ସଂଗ୍ରହାଳୟକୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ବାଲିକୁଡ଼ା ଆଇଟିଡିଏ ପିଏ ଗଦାଧର ପାତ୍ର, ତୁମୁଡିବନ୍ଧ ବିଡିଓ ବନବିହାରୀ ହରପାଲ ଓ ତୁମୁଡିବନ୍ଧ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ମାଝୀ, ଜିଲ୍ଲା ପରିଷଦ ସଭ୍ୟ ନବୀନ ପାତ୍ର, ପୂର୍ବତନ ବିଧାୟକ ରାଜୀବ ପାତ୍ର, ତୁମୁଡିବନ୍ଧ ବ୍ଲକ ଏମ୍ପି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ପାଢୀ ଉପସ୍ଥିତ ରହିଥିଲେ। ତେବେ ସାଂସଦ ପାଣିଗ୍ରାହୀ ଏପରି ପଦକ୍ଷେପକୁ ପ୍ରଶଂସା କରିବା ସହିତ ଧନ୍ୟବାଦ ଜଣାଇଛନ୍ତି। ଏହି ସଂଗ୍ରହାଳୟରେ ଆଦିବାସୀଙ୍କ ପରମ୍ପରା, ଖାଦ୍ୟର ନମୁନା, ବାଦ୍ୟଯନ୍ତ୍ର, ଅସ୍ତ୍ରଶସ୍ତ୍ର, ଅଳଙ୍କାର, କୃଷି ସାମଗ୍ରୀ ଗୁଡ଼ିକ ରଖାଯାଇଛି, ଯାହାକି ଆଗାମୀ ଦିନରେ ଏହା ବାର୍ତ୍ତାବହ ହେବ। ଜିଲ୍ଲା, ରାଜ୍ୟ ତଥା ରାଜ୍ୟ ବାହାରୁ ଭ୍ରମଣରେ ଆସୁଥିବା ପର୍ଯ୍ୟଟକମାନେ ଏହାକୁ ଦେଖି ଖୁସି ମଧ୍ୟ ହେଉଛନ୍ତି। ବିଦ୍ୟାଳୟର ଏହି ସଂଗ୍ରହାଳୟ ଏକ ପର୍ଯ୍ୟଟନ ସ୍ଥଳୀ ପାଲଟିବ। ଏହି ସଂଗ୍ରହାଳୟକୁ ତୁମୁଡିବନ୍ଧ ଅଞ୍ଚଳର ବୁଦ୍ଧିଜୀବୀ ଓ ଜନସାଧାରଣ ପ୍ରଶଂସା କରିବା ସହିତ ଏପରି ପଦକ୍ଷେପକୁ ସ୍ୱାଗତ ଜଣାଇଛନ୍ତି। କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରୁ ରୋହନ କୁମାର ନନ୍ଦଙ୍କ ରିପୋର୍ଟ, ଭଏସ୍ ଅଫ୍ ଓଡ଼ିଶା ଲାଇଭ୍।